25 ବର୍ଷର ନୂଆ ବିବାହିତା ମାଇକିନିଆ ମାନେ ମୁଁ ତାର ଦେଢ଼ୁଶୁର ହେବି, ସେ ମୋର ଭାଇ ବୋଉ ହେବ। ଯେମିତିକି ଆପଣମାନେ ଫଟୋ ଦେଖି ଜାଣିସାରିଛନ୍ତି ମୁଁ ଆଜି କେଉଁ ବିଷୟରେ ଭିଡ଼ିଓ କରିବା ପାଇଁ ଯାଉଛି। ମୋ ଭାଇ ବୋହୂ ମୋର ଲମ୍ବା ଆଉ ମୋଟା ବାଣ୍ଡ ଦେଖି ପୁରା ପାଗଳ ହୋଇଗଲା। ମୁଁ ତା ବିଆକୁ ଚାଟି ଚାଟି ରାତିସାରା ତା ବିଆରୁ ପାଣି ବାହାର କଲି। ତା ବିଆରେ ଆଙ୍ଗୁଠି ପୂରେଇ ନାଳ ବାହାର କରି ତାକୁ ମୋ ବାଣ୍ଡର ମଜା ଚଖେଇଲି। ସେ କାହାଣୀ କ'ଣ ଥିଲା ମୁଁ ଆପଣଙ୍କୁ ଏଇ ବ୍ଲଗ ଭିଡ଼ିଓ ମାଧ୍ୟମରେ ଜଣାଇବା ପାଇଁ ଯାଉଛି। ସମ୍ପୂର୍ଣ୍ଣ ଭିଡ଼ିଓ ଦେଖିଲେ ହିଁ ଆପଣମାନେ ପୁରା କାହାଣୀକୁ ବୁଝିପାରିବେ। ଯଦି ବିନା ସ୍କିପ୍ କରି ଆପଣମାନେ ଭିଡ଼ିଓ ଦେଖୁଛନ୍ତି ତ ଘଟଣାକୁ ବୁଝିପାରିବେ। ଆପଣ ଘିଆ ଘେହିର ପ୍ରକୃତ ମଜା ଏଇ ଥଣ୍ଡା ଦିନରେ ନେଇପାରିବେ। ଆଉ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ ଯେଉଁମାନେ କରୁନାହାନ୍ତି ସେମାନେ କରିନିଅନ୍ତୁ, କାହିଁକିନା ନୋଟିଫିକେସନ୍ ପହଞ୍ଚିଲେ ତ ଆପଣମାନେ ଭିଡ଼ିଓ ଦେଖିପାରିବେ। ଭିଡ଼ିଓକୁ ଲାଇକ୍ କରନ୍ତୁ, ଭିଡ଼ିଓକୁ ଗୋଟେ କମେଣ୍ଟ କରନ୍ତୁ। 18 ବର୍ଷରୁ କମ୍ ବୟସର ପିଲା ଦୟାକରି ଏ ଭିଡ଼ିଓକୁ ଦେଖନ୍ତୁ ନାହିଁ, କାହିଁକିନା ଏଥିରେ ଏମିତି କଥା ମୁଁ କହିବାକୁ ଯାଉଛି ଯେଉଁ କାହାଣୀ କି ଆପଣଙ୍କ ପାଇଁ ଯୋଗ୍ୟ ନୁହେଁ। ସେ କାହାଣୀ ଆପଣଙ୍କ ଜୀବନ ପ୍ରତି ଆପଣଙ୍କ ଲାଇଫରେ କୌଣସି ଏକ ଖରାପ ପ୍ରଭାବ ପକାଇପାରେ। ମୁଁ ସଫା କହି ରଖୁଛି 18 ବର୍ଷରୁ କମ୍ ବୟସର ପିଲା ଏ ଭିଡ଼ିଓ ଦେଖନ୍ତୁ ନାହିଁ। ତ ବାହାରୁ କୌଣସି ପ୍ରକାର ସାଉଣ୍ଡ ଆସୁଛି, ନଏଜ୍ ଆସୁଛି, ସ୍ୱର ଶୁଭାଯାଉଛି, ସେସବୁ ପ୍ରତି ଆପଣମାନେ ଇଗ୍ନୋର କରନ୍ତୁ। ସେସବୁରୁ ଆପଣମାନେ ମାଇଣ୍ଡରୁ ହଟେଇ ଦିଅନ୍ତୁ। ମୁଁ କିଛି ଖରାପ କହିଦେଇଥିବାରୁ ପୁରୁଣା ଭିଡ଼ିଓରେ ଆଇ ଏମ୍ ସୋ ସରି। ମୋତେ କିଛି ଲୋକ କମେଣ୍ଟ କରି କହିଛନ୍ତି ଯେ ବାହାରେ ଆପଣଙ୍କ କାହାଣୀ ଖରାପ ହୋଇଯାଉଛି ଯଦି ଆପଣ କୌଣସି ବାହାର ଲୋକଙ୍କୁ ଆଡ଼୍ କରୁଛନ୍ତି, ତ ସେଥିପାଇଁ ମୁଁ ଧ୍ୟାନ ରଖିବି। ତ ଚାଲନ୍ତୁ ଆଜିର ଏହି ଭିଡ଼ିଓକୁ ଆମେ ଆରମ୍ଭ କରିବା। ସେତେବେଳର ସମୟ ଥାଏ, ମୋର ବୟସ 36ରୁ 37 ବର୍ଷ ହେବ। ମୋ ଭାଇ ବୋହୂର ବୟସ 22ରୁ 24 ବର୍ଷ ହେବ। ମୋ ଭାଇ ସାନ ଭାଇ ମୋ ବାହାରେ କାମ କରେ, ମୁଁ ଚାଷବାସ କରେ, ଖେତିବାଡ଼ି କରେ। କ'ଣ କରିବି, ଧାନ ମୁଗ ବିରି ଏଇସବୁ କାମ ମୋର। ମୁଁ ସମୟକ୍ରମେ ମୋର 2ଟି ପୁଅ ଥାଏ। ମୋର 2ଟି ପୁଅ ଛୋଟ ଥାଆନ୍ତି, ଜଣେ 10 ବର୍ଷର ଆଉ ଜଣେ 7 ବର୍ଷର। ତ ମୋର ୱାଇଫ୍ ଯିଏ ଥିଲେ ସେ କୌଣସି ପ୍ରକାର ରୋଗରେ ପଡ଼ି ଦେହାନ୍ତ କରିଯାଇଥିଲେ। ମୋ ମନ ବି ସେତେବେଳେ ବହୁତ ଅଫସୋସ ରହିଯାଇଥିଲା। ମୁଁ ଚାହିଁକିରି ବି ନୂଆ ବିବାହ କଲିନି। ମୋର ଆଉ ଥରେ ବିବାହ କରିବାକୁ ଇଚ୍ଛା ହେଲାନି, କାହିଁକିନା ମୁଁ ମୋ ୱାଇଫ୍ ପ୍ରତି, ମୋ ସ୍ତ୍ରୀ ପ୍ରତି ମୁଁ ବହୁତ ଲୟେଲ୍ ଥିଲି। ମୋ ସ୍ତ୍ରୀକୁ ମୁଁ ବହୁତ ଭଲ ପାଉଥିଲି। ସେଥିପାଇଁ ମୁଁ ଆଉ କାହାକୁ ବିବାହ କରିବାକୁ ଚାହୁଁନଥିଲି। ଘରେ ସମସ୍ତେ ବାଧ୍ୟ କରିଥିଲେ ମଧ୍ୟ ମୁଁ ବିବାହ କରିବାକୁ ଚାହୁଁନଥିଲି। ସେହି ସମୟରେ ମୋ ଭାଇ ବୋହୂ ମାନେ ମୋ ଭାଇକୁ, ଛୋଟ ଭାଇକୁ ବାହା କରିଦେଲି। ମୋ ଛୋଟ ଭାଇକୁ ଯେତେବେଳେ ବାହା କରିଦେଲି ସେ ଗୋଟେ ଭଲ ଝିଅ ଦେଖି, ସୁନ୍ଦର ଆଉ ଡଉଲ ସୁନ୍ଦରୀ, ବଡ଼ ଦୁଧବାଲି, ଯାହାର ଗାଣ୍ଡି, ଯାହାର ବିଆ ଆପଣମାନେ ଦେଖିକିରି ସମ୍ଭାଳି ପାରିବେନି, ଏତେ ସୁନ୍ଦରୀ ମାଇକିନିଆକୁ ମୁଁ ବାହା କରିଦେଲି। ତଥାପି ମୋ ସାନ ଭାଇ ଏତେ ରାଣ୍ଡୁଆ ଛତରଖିଆ ଝାବଡ଼ ଥିଲା, ସେ ବାହାରେ ଗୋଟେ ମାଇକିନିଆ ପଛରେ ପାଗଳ ଥିଲା। ସେ କେଉଁଠି ବାହାରେ ରହି କାମ କରେ ଆଉ ସେଠି ଗୋଟେ ମାଇକିନିଆ ପଟେଇ ତା ସାଙ୍ଗରେ ଖରାପ ସମ୍ପର୍କ ରଖି ଚାଲିଥିଲା। ପ୍ରାୟ 4ରୁ 5 ବର୍ଷ ରଖି ଚାଲିଥିଲା। ଯାହା କରିଥିଲା, ହେଲେ ବିବାହ ପରେ ଏସବୁକୁ ବନ୍ଦ କରିବାର ଥିଲା। ହେଲେ ସେ ବିବାହ ପରେ ବି ଏ ସମ୍ପର୍କକୁ ସେ ରଖି ଚାଲିଥିଲା। ଏଇଟା ତା ପାଇଁ ବହୁତ ବଡ଼ କାଳ ହେଲା। ତା ମାଇକିନିଆ ବହୁତ ସୁନ୍ଦର ମାଇକିନିଆ। ସେ ଧୀରେ ଧୀରେ ଏ ବିଷୟରେ ଜାଣିପାରିଲା। ଆଉ ସେ 6 ମାସରେ ଥରେ, ମୋ ଭାଇ, ସାନ ଭାଇ ଯିଏ, ସେ 6 ମାସରେ ଥରେ ଘରକୁ ଆସେ। ମୁଁ ଅବା କ'ଣ କରିବି, ମୁଁ ଚାଷବାଡ଼ି କରେ, ମୋର କ'ଣ ଅଛି। ମୋ ସ୍ତ୍ରୀ ତ ନାହିଁ ଏ ଦୁନିଆରେ ନା। ମୋ ମନର କଷ୍ଟ, ମୋ ମନର ଦୁଃଖ ମୁଁ ଜାଣିଛି। ତ ମୁଁ ସମୟକ୍ରମେ ଧୀରେ ଧୀରେ ସକାଳୁ ଉଠି ଜଗିଂ ବି ଯାଏ। ଆଉ ଟିକେ ମୁଁ ମୋ ଦେହ ପ୍ରତି ଟିକେ ଧ୍ୟାନ ନିଏ, ଯତ୍ନବାନ ନିଏ। ସେଥିପାଇଁ ମୋ ବଡ଼ି ଟିକେ ଟାଇଟ୍ ଆଉ ଫିଟ୍ ଥାଏ। ଆଉ ମୁଁ ଦେଖିବା ପାଇଁ ବି ସେଇଭଳିଆ ହ୍ୟାଣ୍ଡସମ୍ ଟୋକାଟିଏ। ମୋ ସାନ ଭାଇଠାରୁ ମୁଁ ଦମଦାର ଦେଖିବା ପାଇଁ। ଆଉ ମୋ ବାଣ୍ଡ, ଆଉ ଲମ୍ବା ବାଣ୍ଡର ସାଇଜ୍ ବି ବହୁତ ମୋଟା ଆଉ ଗଭୀର ଥାଏ, ଯାହାର କଳ୍ପନା ଆପଣମାନେ କରିପାରିବେନି। ତ ଏଇଠୁ ହେଲା କାହାଣୀର ଆରମ୍ଭ। ଯେତେବେଳେ ମୋ ସାନ ଭାଇ ଘରକୁ ଆସେ, ମୋ ମାଇକିନିଆ ପ୍ରାୟ ସମୟ ସେଇ କଥାକୁ ନେଇ ତାଙ୍କ ସହିତ ଝଗଡ଼ା କରେ। ରାତିରେ ଝଗଡ଼ା, ସବୁବେଳେ ଦିନରେ ଝଗଡ଼ା। ଯେତିକି ଦିନ ମୋ ସାନ ଭାଇ ରହିବ ସବୁବେଳେ ସେ ବାହାର ମାଇକିନିଆକୁ ନେଇ ଝଗଡ଼ା ତାଙ୍କ ଘରେ ଶୁରୁ ହୁଏ।
ସବୁବେଳେ ମୁଁ ଏଇ କଥା ଶୁଣୁଥାଏ, ସବୁବେଳେ ଦେଖୁଥାଏ। ଦିନକର ଘଟଣା, ରାତି ପ୍ରାୟ 11ଟା ବାଜି 45 ମିନିଟ୍ ହେଇଯାଇଛି। ମୋତେ ରାତିରେ ନିଦ ହେଉନଥାଏ। ତ ମୁଁ ଯାଇ ଛାତ ଉପରୁ ଟିକେ ବୁଲାଚଲା କରେ, ଟିକେ ଯୋଗ କରେ, ଟିକେ ବ୍ୟାୟାମ କରେ, ଆଉ ସେଠୁ ଦେହରୁ ଟିକେ ଝାଳ ବାହାର କରି ଥଣ୍ଡା ଦିନରେ ବଡ଼ିକୁ ଟିକେ ଗରମ କରେ। ମୁଁ ତ ଜାଣିଛି ମୋ ମାଇକିନିଆ ନାହିଁ, ମୁଁ ଯିବି ଚୁପଚାପ ଖାଇ ପିଇ ଶୋଇପାରିବି। ତ ୟାର ଭିତରେ ଦିନକର ଘଟଣା, ମୋ ଭାଇ ବୋଉ କାନ୍ଦି କାନ୍ଦି ଅଚାନକ ଛାତ ଉପରକୁ ଚାଲି ଆସିଲା। କହିଲା, ଦେଖି ତ ମୁଁ ଭାଇ ବୋଉ ଆସିଲା, ମୁଁ ଟିକେ ସାଇଟ୍ ହେଇଗଲି। ତ ସେ ବି ମୁଣ୍ଡରେ ଓଢ଼ଣା ଦେଇଗଲା। ତାପରେ ମୁଁ ତାକୁ ପଚାରିଲି, ମୁଁ କହିଲି, ଦେଖ ଆଉ ବୋହୁ, ତମେ କାନ୍ଦୁଛ କ'ଣ ପାଇଁ? ନା ଭାଇନା, ଆଉ ମୁଁ କ'ଣ କହିବି, ଏ ସବୁଦିନ ମଦ ପିଇକିରି ଆସୁଛନ୍ତି, ମୋତେ ବାଡ଼ିଆ ପିଟା କରୁଛନ୍ତି। ତାଙ୍କର କେଉଁ ମାଇକିନିଆ ସହିତ ଚକ୍କର ଅଛି, ଆପଣ ବି ଏ କଥା ଜାଣିଛନ୍ତି। ମୁଁ କହିଲି, ଆଉ ମୁଁ ବା କ'ଣ କରିପାରିବି? ମୁଁ ତ ତୋତେ ବାହା ଦେଇ ମୁଁ ବଡ଼ ଭୁଲ କରିଛି। ମୁଁ ତୋର ପ୍ରତିଟି ମନର କଥା ବୁଝିପାରୁଛି। ସେତେବେଳେ ମୁଁ ସେ ମାଇକିନିଆର ସାମ୍ନାରେ ଠିଆ ହେଇଥାଏ। ମାତ୍ର 4 ଆଙ୍ଗୁଳି 5 ଆଙ୍ଗୁଳି ଡିଫରେନ୍ସରେ ଠିଆ ହେଇ ଆମେ କଥା ହେଇଥାଉ। କହିଲା, ସେ ଏତେ ରାତିରେ ଆସିଲେ ମଦ ପିଇକିରି ସେଇଠି ଶୋଇପଡ଼ିଛନ୍ତି, ଉଠୁନାହାନ୍ତି। ମୁଁ କହିଲି, ଛାଡ଼ ତା କଥା, ତୁ ମନ ଖରାପ କରେନି। ଏଇଆ କହି ମୁଁ ତା କାନ୍ଧରେ ହାତ ପକାଇଦେଲି। ସେ ଟିକେ ଲାଜେଇଗଲା। କହିଲା, ଭାଇନା, ତମେ ମୋତେ ଛୁଇଁଦେଲ। ମୁଁ କହିଲି, ଦେଖ, ତମ ବୟସ 24 ବର୍ଷ, ମୋ ବୟସ 36 ବର୍ଷ, ବେଶୀ ଡିଫରେନ୍ସ ନାହିଁ। ତମେ ଯଦି ମନ ଦୁଃଖ କରିବ ତାହେଲେ ମୋତେ କଷ୍ଟ ହେବ, କାହିଁକିନା ମୁଁ ତୁମକୁ ମୋ ଘରକୁ ବୋହୂ କରି ଆଣିଛି। ତ ଏସବୁ କଥାକୁ ତମେ ମନରୁ ବାହାର କରିଦିଅ। ତମେ ଯଦି ଚାହିଁବ ଆମ 2 ଜଣଙ୍କର ସମ୍ପର୍କ ଅତି ନିବିଡ଼ ହେବ, ମୁଁ ତମ ମନ କଥା ବୁଝିପାରିବି। ମାନେ ମୁଁ ତାକୁ ପଟେଇବା ପାଇଁ ଚେଷ୍ଟା କରୁଥିଲି। ଏହାରି ଭିତରେ କ'ଣ ହେଲା ନା, ମାଇକିନା କହିଲା, ନା ନା, ଏମିତି ଖରାପ ସମ୍ପର୍କ ଆମେ କେବେ ରଖିବାନି, ଏହା ଆମ ପାଇଁ ବହୁତ ଖରାପ ହେବ। ମୁଁ କହିଲି, ଦେଖେ, କିଛି ହେବନି। ମୁଁ ଜାଣିଛି ତୁ ଯେଉଁ ଜିନିଷ ପାଇଁ ପାଗଳ ହେଉଛୁ, ଯେଉଁ ଜିନିଷ ଖୋଜୁଛୁ, ସେ ଜିନିଷ ତୋତେ ମିଳିପାରୁନି। ଆଉ ଯେଉଁ ଜିନିଷ ମୁଁ ବି ଖୋଜୁଛି, ସେ ଜିନିଷ ମୋ ପାଖରେ ନାହିଁ। ମୁଁ ବି ଖୋଜୁଥିଲି ବିଆ, ଆଉ ସେ ବି ଖୋଜୁଥିଲା ବାଣ୍ଡ। ସଫା ସଫା କଥା। ତାକୁ ଘିଆ ଦରକାର, ଆଉ ମୋତେ ବିଆ ଦରକାର। ମୁଁ ବିଆ ଚାଟିବା ପାଇଁ ପାଗଳ ଥିଲି। ମୁଁ ତାକୁ ସଫା ସଫା କହିଲି, ଯେବେଠାରୁ ତମ ବଡ଼ ଦିଦି ମରିଯାଇଛନ୍ତି, ମୁଁ ମୋ ବାଣ୍ଡକୁ ସେମିତି ସମ୍ଭାଳିକିରି ରଖିଛି। ମୋତେ ଗେଇବା ପାଇଁ ତ ପ୍ରବଳ ଇଚ୍ଛା ହେଉଛି, ହେଲେ କେଉଁଠି ଗେହିବି, କେମିତି ଗେହିବି, ମୁଁ କିଛି ଜାଣିପାରୁନି। ସେଥିପାଇଁ ମୋ ବାଣ୍ଡ ଠିଆ ହେଲେ ମୁଁ ମନେ ମନେ ତାକୁ ଥ କରିକିରି ରଖିଦେଉଛି, ହେଲେ ମୋତେ ଗେହିବା ପାଇଁ ଇଚ୍ଛା ହେଉଛି। ମୋ ମାଇକିନିଆର ବିଆ ମୁଁ ସବୁବେଳେ ଚାଟେ। ବିଆ ଚାଟି ଚାଟି ମନ ଭରି ତାକୁ ଗେହି ଚାଲେ। ସେ ବି ବହୁତ ଖୁସି ଅନୁଭବ କରେ। ହେଲେ ଆଜିକାଲି ମୁଁ ଗେହିବାକୁ ମୋର ସାହସ ପାଉନି। କେଉଁଠି ଗେହିବି, କାହାକୁ ଗେହିବି, କ'ଣ ହେବ ଭଲ ମନ୍ଦ। ମୋ ଭାଇ ବୋଉ ମୋତେ କହିଲା, ଏମିତି କଥା କୁହନି। ତମେ ଚାହିଁଥିଲେ ତମେ ଆଉ ଗୋଟେ ବିବାହ କରିପାରିଥାନ୍ତ। ତମେ ଜାଣିଶୁଣି ବିବାହ କଲନି। ଏବେ ବି ସମୟ ଅଛି, ତମେ ଯଦି ଚାହିଁବ ବିବାହ କରିପାରିବ। ଏଥିରେ ଲାଜ ସରମ କରିବାରେ କିଛି ନାହିଁ। ମୁଁ କହିଲି, ବୋହୂମା, ଏମିତି କୁହନା, ଯାହା ହେବ ଦେଖାଯିବ। ଏହା କହି ମୁଁ ମୋ ରୁମ୍କୁ ପଳାଇଲି ଶୋଇବା ପାଇଁ। ମୁଁ ମୋ ଖଟ ଉପରକୁ ଶୋଇବାକୁ ଯାଇଛି। ତାପରଦିନ ସକାଳୁ ସକାଳୁ ମୋ ସାନ ଭାଇ ଉଠି ମୋତେ ପଚାରିଲା, କହିଲା, ଭାଇନା, ଆଉ ମୁଁ ପଳାଉଛି ବାହାରକୁ, ମୁଁ ଆସିବି ଫେରେ 6 ମାସ 7 ମାସ ପରେ। ମୁଁ କହିଲି, ହଉ ଠିକ୍ ଅଛି, ତୋ ଖୁସି, ତୁ ଯା। ସେ ଯାଇସାରିଲା ପରେ ଦିନକର ଘଟଣା, ମୁଁ ସକାଳୁ ସକାଳୁ ଉଠି କାମକୁ ବାହାରିଛି। ସକାଳୁ ସକାଳୁ ମୋ ବଡ଼ିକି ଟିକେ ଗରମ କରିବା ପାଇଁ ମୁଁ ଛାତ ଉପରେ ଯାଇ ଏକ୍ସରସାଇଜ୍ କରୁଛି। କଲା ପରେ ମୋ ବଡ଼ି ପୁରା ଟାଇଟ୍ ହେଇକରି ଫୁଲିକି ରହିଥାଏ। ମୋ ଭାଇ ବୋଉ ସେହି ସମୟରେ ଗାଧେଇକିରି ଛାତ ଉପରକୁ ଆସିଥାଏ କପଡ଼ା ଶୁଖାଇବା ପାଇଁ। ସେ ମୋର ଖାଲି ଚଡ଼ି ପିନ୍ଧା ବଡ଼ିଟା ଦେଖି ପୁରା ପାଗଳ ହେଇଗଲା। ଆଉ କହିଲା, ଓ ମା, ଆଉ ନିଜକୁ କଣ୍ଟ୍ରୋଲ୍ କରିପାରିଲାନି। ଆଉ ନିଜକୁ ସେ ମାଇକିନିଆ ସମ୍ଭାଳି ନ ପାରି ମୋତେ କହିଲା, ଭାଇନା, ଖରାପ ଭାବିବନି ଯଦି ଗୋଟେ କଥା କହିବି। ମୁଁ କହିଲି, ହଁ, କହିଦେ, କ'ଣ ଅସୁବିଧା? ନା, ତମ ଶରୀର ଦେଖି ମୁଁ ଆଉ ନିଜକୁ ସମ୍ଭାଳି ପାରୁନି। ତମର ହାତ, ତମର ଛାତି, ତମର ବାଣ୍ଡ ପୁରା ଚଡ଼ି ଭିତରେ ଝଲସି ପଡ଼ୁଛି। ତମ ବାଣ୍ଡର ମହକ ମୋତେ ଟିକେ ଦେଇଦିଅ। ତମ ବାଣ୍ଡ ଯାହା ହେଉଛି, ମୁଁ ଖାଲି ଦେଖିକିରି ପାଗଳ ହେଇଯାଉଛି ମନେ ମନେ। ମାଇକିନିଆ ମୋତେ କହିଲା। ମୁଁ କହିଲି, ମୁଁ ତ ସେଇ କଥା ମୁଁ ସେଦିନ ଛାତ ଉପରେ କହିଥିଲି, ହେଲେ ତମେ ତ ମୋତେ ମନା କରିଥିଲ। ମାଇକିନିଆ କ'ଣ କଲା ନା, ଏଇଆ କହି ମୋତେ ସକାଳ 6:30 ବାଜିଛି, ମୋତେ କୁଣ୍ଢେଇ ପକାଇଲା। ଓହୋ, ସେ ଯେମିତି ମୋତେ କୁଣ୍ଢେଇ ପକାଇଛି, ମୋ ବାଣ୍ଡ ପୁରା ଠିଆ ହେଇ ତା ନାହି ଯାକେ ଆସିଗଲା।
ଲୁଗା ପିନ୍ଧିଥାଏ ଅବଶ୍ୟ ମୁଁ ଚଡ଼ି ପିନ୍ଧିଥାଏ। ଚଡ଼ିରୁ ଖୋଲିକିରି ଉପର ପଟରୁ ବାଣ୍ଡ ଠିଆ ହେଇକିରି ତା ପେଟ ପାଖକୁ ଚାଲି ଆସିଲା। ତା ପେଟ ପାଖକୁ ଯେମିତି ଚାଲି ଆସିଛି ମାଇକିନିଆ ପୁରା ଉଚ୍ଛନ୍ନ ହେଇଗଲା ଘିଆ ଖାଇବା ପାଇଁ। ତାପରେ ମାଇକିନିଆ ଚଡ଼ି ଭିତରେ ମୋ ଚଡ଼ି ଭିତରେ ହାତ ପୁରେଇ ମୋ ବାଣ୍ଡକୁ ଛୁଇଁବାକୁ ଚେଷ୍ଟା କଲା। ମୁଁ କ'ଣ କହିଲି ଏବେ ନୁହଁ କହିକିରି ତା ହାତକୁ ରୋକିଦେଲି। ମାଇକିନିଆ ଆଉ ତା ବିଆକୁ ସେ ସମ୍ଭାଳି ପାଇଲା ନାହିଁ। ତାପରେ ତାକୁ ମୁଁ ସେଇ ଝାଳନାଳ ଶରୀରରେ ଉଠେଇକିରି ନେଇ ଖଟ ଉପରେ ପକେଇଲି। ଖଟ ଉପରେ ପକେଇ ମୋ ବାଣ୍ଡକୁ ତା ପାଟିରେ ଡାଇରେକ୍ଟ ପୁରେଇଲି। ସିଧା ନେଲି ମୋ ବାଣ୍ଡ, ଲମ୍ବା ବାଣ୍ଡକୁ ତା ପାଟିରେ ପୁରେଇବାକୁ ଲାଗିଲି। ସେ ମୋ ବାଣ୍ଡ ଦେଖି କହୁଛି, ଓ ଭଗବାନ, ତମର ଏତେ ବଡ଼ ବାଣ୍ଡ! ଇଏ କ'ଣ? ଇଏ କେମିତି ହେଲା ତମର ଏତେ ବଡ଼ ବାଣ୍ଡ? ମୁଁ କହିଲି, ତମେ ତ ଜାଣିଛ ମୁଁ ଗେଇବା ପାଇଁ ପାଗଳ ଥିଲି, ହେଲେ ମୁଁ ଗେହି ପାରୁନଥିଲି। ମୋ ବାଣ୍ଡ ବହୁତ ଦିନ ହେଲା ସିଧା ଥିଲା। କହିଲା, ଡାଇରେକ୍ଟ ପାଟିରେ ପୁରେଇବ? ମୁଁ କ'ଣ କଲି, ଡାଇରେକ୍ଟ ମାଇକିନିଆର ପାଟିରେ ପୁରେଇଲି। ଦେଢ଼ଶୁର ଭାଇ ବୋହୂ ଆମେ ଘିଆଁ ଘିଆଁ ମନ ଭରି ହେଲୁ ରାତିରେ। ମୁଁ ଯେମିତି ମାଇକିନିଆର ପାଟିରେ ବାଣ୍ଡକୁ ପୁରେଇଛି, ମାଇକିନିଆ ବାଣ୍ଡ ଦୁଇ ହାତରେ ଧରି ଚୁଚୁମିବାକୁ ଲାଗିଲା ମୋ ବାଣ୍ଡକୁ। ମୋ ଲମ୍ବା ବାଣ୍ଡକୁ ଯେତେ ଚୁଚୁମୁଥାଏ ମୋତେ ଗେହିବା ପାଇଁ ସେତେ ମନ ହେଉଥାଏ। ମାଇକିନିଆର ଚଡ଼ି ଖୋଲି ତା ଦୁଧ ଦୁଇଟାକୁ ଚିପିବାକୁ ଲାଗିଲି। ମାଇକିନିଆ ଉହା ହେଉଥାଏ। ମୁଁ ତା ଚଡ଼ି ଭିତରେ ଆଙ୍ଗୁଠି ପୁରେଇ ବିଆରୁ ପୁରା କିଚ୍ କିଚ୍ କରି ସକାଳ 6:30 ସମୟରେ ନାଳ ବାହାର କଲି। ବାହାର କରି ମନ ଭରି ସେଦିନ ଘଣ୍ଟେ 1.5 ଘଣ୍ଟା ପ୍ରାୟ ତାକୁ ଗୋଡ଼ ଟେକି ତା ବିଆରେ ମୋ ଲମ୍ବା ବାଣ୍ଡ ପୁରେଇ ମନ ଭରି ଗେହିଲି। ମାଇକିନିଆ ଘରେ ଯେତେ ଉଆ ହେଉଥାଏ ତଥାପି ମୁଁ ଶୁଣୁନଥାଏ। ମୁଁ ଗେହିବାରେ ବ୍ୟସ୍ତ ଥାଏ। କେତେବେଳେ ମାଇକିନିଆର ଗାଣ୍ଡିରେ ବାଣ୍ଡ ପୁରେଇ ଦେଉଥାଏ ତ କେତେବେଳେ ତା ବିଆରେ ବାଣ୍ଡ ପୁରେଇ ଦେଉଥାଏ। ମାଇକିନିଆ ବି ତା ବିଆ ଚଟେଇବା ପାଇଁ ମୋତେ ବାର ବିଆ ଖୋଲିକିରି ମୁହଁରେ ଘଷୁଥାଏ। ମୋତେ ବଡ଼ ମଜା ଆସୁଥାଏ। ଏମିତି ଘିଆଁ ଘେଇଁ ଆମେ ଘର ଭିତରେ ସବୁଦିନ ହଉ। ହେଇ ମନବୋଧ ହେଇଗଲା। ମାଇକିନିଆ ପେଟରେ ଛୁଆଟେ ରହିଗଲା। ମାଇକିନିଆ ପୁରା ଡରିଗଲା। କହିଲା, ଆଉ ଭାଇନା, ମୁଁ ତମ ଛୁଆର ମା' ହେବାକୁ ଯାଉଛି। ମୁଁ କହିଲି, ଇଏ ତ ବହୁତ ବଡ଼ ଭୁଲ କଥା ହେଇଗଲା। ଇଏ ଗୋଟେ ଖରାପ କଥା। ମୁଁ ସବୁଠୁ ଶେଷକୁ କହିଲି, ତୋ ସ୍ୱାମୀ କେବେ ତୋତେ କରିଛି କି ନାହିଁ? କିଛି କରିଛି କି ନା? ନା, ସେ କରିଛନ୍ତି, ହେଲେ ବେଶୀ କିଛି କରିନାହାନ୍ତି। ମୁଁ କହିଲି, ଗୋଟେ କାମ କର, ତୋ ଘଇତା ଆସିବାର ତ 9 ମାସ ଅଛି। ଭିଡ଼ିଓ ଆଜ୍ଞା ଲମ୍ବା ହେଇଯାଉଛି। ମୁଁ ଆପଣଙ୍କୁ ଅନ୍ୟ ଏକ ଭିଡ଼ିଓରେ ଜଣାଇବି ଘଟଣା କ'ଣ ଘଟିଲା। ସେତେବେଳେ ଯାଏ ମୋତେ ବିଦାୟ ଦିଅନ୍ତୁ। ଥ୍ୟାଙ୍କ ୟୁ ସୋ ମଚ୍। ମୁଁ ଆପଣଙ୍କ ସହିତ ଦେଖା ହେବି। ଆଉ ଯଦି କମେଣ୍ଟ କରିବେ, ଏହାର ପାର୍ଟ 2 ମୁଁ ନିହାତି ଆଣିକିରି ଆସିବି। ଯେତେବେଳେ ଯାଏ ମୋତେ ବିଦାୟ ଦିଅନ୍ତୁ। ଥ୍ୟାଙ୍କ ୟୁ ସୋ ମଚ୍।